ଜାନୁଆରୀ 2026 ଠାରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନର୍ସ ଭୋଗୀମାନଙ୍କ ପାଇଁ ବଡ଼ ଖୁସିର ଖବର। ଅଷ୍ଟମ ବେତନ କମିଶନ ଅଧୀନରେ 4% ଡିଆର୍ନେସ୍ ଆଲାଉନ୍ସ ଏବଂ ଡିଆର୍ନେସ୍ ରିଲିଫ୍ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ଭିଡିଓରେ ଆପଣ ଜାଣିପାରିବେ ଜାନୁଆରୀ 2026 ଡିଏ ହାଇ କେତେ, କର୍ମଚାରୀଙ୍କ ବେତନ କେତେ ବଢ଼ିବ, ପେନ୍ସନର ଭୋଗୀଙ୍କ ପାଇଁ ଡିଆର୍ ଲାଭ ଘୋଷଣା କେବେ ହେବ, ଏରିୟର୍ସ ମିଳିବ କି ନାହିଁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହିଭଳି ସରକାରୀ ଚାକିରି ଏବଂ ପେନ୍ସନ ସମ୍ବନ୍ଧୀୟ ତାଜା ଖବର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ସାଙ୍ଗମାନେ ଭିଡିଓଟିକୁ ଷ୍ଟାର୍ଟ କରିବା। ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆପଣମାନଙ୍କୁ ସ୍ୱାଗତ କରୁଛି ଜୋନ୍ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲ। ଆଜିର ଭିଡିଓରେ ଆମେ ଆଲୋଚନା କରିବା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନର୍ସ ଭୋଗୀମାନଙ୍କ ପାଇଁ 2026 ଆରମ୍ଭ ହେଉଛି ବଡ଼ ଖୁସିର ଖବର। ଜାନୁଆରୀ 2026 ଠାରୁ ଡିଏ 4% ବୃଦ୍ଧି। ଅଷ୍ଟମ ବେତନ କମିଶନ ଅଧୀନରେ ଏହି ଡିଏ ହାଇକ୍ କେତେ ଫାଇଦା ହେବ, ଚାଲନ୍ତୁ ସବୁ କଥା ଜାଣିବା। ଜାନୁଆରୀ 1 2026 ଠାରୁ କେନ୍ଦ୍ର ସରକାରୀ ଡିଆର୍ନେସ୍ ଆଲାଉନ୍ସ ଏବଂ ଡିଆର୍ନେସ୍ ରିଲିଫ୍ 4% ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାର ସିଧା ଲାଭ ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ, ପେନ୍ସନର୍ସ ଭୋଗୀ, ପରିବାର ପେନ୍ସନଧାରୀ। 4% ଡିଏ ବୃଦ୍ଧି କାରଣ କ'ଣ? AICPI ଇଣ୍ଡେକ୍ସ ଲଗାତାର ବୃଦ୍ଧି, ମହଙ୍ଗାଇ ହାର ବଢୁଛି, ଅଷ୍ଟମ ବେତନ କମିଶନ ଲାଗୁ ହେବାର ପ୍ରସ୍ତୁତି, ଏହି ସବୁ କାରଣ ଦେଖି ସରକାର ଡିଏ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। କେତେ ଟଙ୍କା ବଢିବ? ଉଦାହରଣ, ଆପଣଙ୍କୁ ଯଦି ଆପଣ ବେସିକ୍ ପେ 25,000 ତାହେଲେ 4% ଡିଏ ବୃଦ୍ଧି ହେଲେ ଆପଣଙ୍କୁ 1,000 ଅଧିକ ପ୍ରତି ମାସ ମିଳିବ। ତା ମାନେ ଆପଣ 40,000 ବେସିକ୍ ପେ ଥିଲେ, ଡିଏ ବୃଦ୍ଧି ଆପଣଙ୍କୁ 1,600 ପ୍ରତି ମାସ ପାଇବେ। ପେନ୍ସନର୍ସ ଭୋଗୀମାନଙ୍କ ପାଇଁ ଡିଆର୍ ମଧ୍ୟ ସେଇଭଳି ବଢିବ। 2026 ରେ ଡିଏ ହାଇକ୍ ସହିତ ଡିଆର୍ ସିଧା ପେନ୍ସନର୍ସ ଯୋଗ ଦେବ। ମାସିକ ଆୟ ବୃଦ୍ଧି, ମହଙ୍ଗାଇର ପ୍ରଭାବ କମିବ। EPS 95 ପେନ୍ସନର ଭୋଗୀମାନେ ମଧ୍ୟ ଏହାର ପ୍ରଭାବ ଅନୁଭବ କରିପାରିବେ। ସୂତ୍ର ଅନୁସାରେ ଜାନୁଆରୀ 2026 ଠାରୁ ଲାଗୁ, ମାର୍ଚ୍ଚ ଏପ୍ରିଲ 2026 ମଧ୍ୟରେ ଆଧିକାରିକ ଘୋଷଣା, ଏରିୟର୍ସ ସହିତ ଟଙ୍କା ମିଳିପାରେ। ଏହି ଖବର ସରକାରୀ ସୂତ୍ର ଏବଂ ଟ୍ରେଣ୍ଡ ଉପରେ ଆଧାରିତ। ଅନ୍ତିମ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମାତ୍ର ସ୍ପଷ୍ଟ ହେବ। ଆପଣ 2026 ର ଡିଏ 4% ବୃଦ୍ଧିକୁ ନେଇ କେତେ ଖୁସି ଅଛନ୍ତି? ମତାମତ କମେଣ୍ଟ ବକ୍ସରେ ଲେଖନ୍ତୁ। ଏହିଭଳି ସରକାରୀ ଚାକିରି, ପେନ୍ସନ ଓ ବେତନ ସମ୍ବନ୍ଧୀୟ ତାଜା ଖବର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡିଓକୁ ଲାଇକ୍ ଏଣ୍ଡ ସେୟାର କରନ୍ତୁ। ଧନ୍ୟବାଦ। ଜୟ ହିନ୍ଦ।